ତେବେ ଜାନୁଆରୀ ମାସ 1 ତାରିଖ ଗୁରୁବାର ଅର୍ଥାତ୍ ଆଜିକାର ପାଣିପାଗ ଖବର ଆସିଯାଇଛି। ତେବେ ଆଜି ରାଜ୍ୟର କେଉଁ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଶୀତ ହେବାର ସମ୍ଭାବନା ରହିଥିବା ବେଳେ ଏହା ସହିତ ଆଜି କେଉଁ କେଉଁ ସବୁ 14ଟି ଜିଲ୍ଲାଗୁଡ଼ିକରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ଅର୍ଥାତ୍ କେଉଁ ସବୁ 14ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଆଉ କେଉଁ ସବୁ 3ଟି ଜିଲ୍ଲାଗୁଡ଼ିକୁ ପ୍ରବଳ ଘନ କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ସହିତ ପୁଣି ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ କ'ଣ ସୂଚନା ରହିଛି ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜେନ୍ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଥଣ୍ଡା ହେବ ଆଉ କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଆଉ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତୁ ପ୍ରଥମେ ଜାଣିବା ଆଜି ରାଜ୍ୟର କେଉଁ ସବୁ ଜିଲ୍ଲାଗୁଡ଼ିକରେ ପ୍ରବଳ ଥଣ୍ଡା ହେବ ଆଉ ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ କନ୍ଧମାଳର ଫୁଲବାଣୀରେ 6 ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ 6 ଡିଗ୍ରୀ, ସୁନ୍ଦରଗଡ଼ରେ 8 ଡିଗ୍ରୀ, ରାଉରକେଲାରେ 7 ଡିଗ୍ରୀ, ନବରଙ୍ଗପୁରରେ 8 ଡିଗ୍ରୀ, ଭବାନୀପାଟଣାରେ 8 ଡିଗ୍ରୀ, କୋରାପୁଟରେ 8 ଡିଗ୍ରୀ, ନବରଙ୍ଗପୁରରେ 8 ଡିଗ୍ରୀ, ସୋନପୁରରେ 9 ଡିଗ୍ରୀ, ବୌଦ୍ଧରେ 10 ଡିଗ୍ରୀ, ଅନୁଗୁଳରେ 10 ଡିଗ୍ରୀ, କେନ୍ଦୁଝରରେ 10 ଡିଗ୍ରୀ, ବାରିପଦାରେ 10 ଡିଗ୍ରୀ, ବାଲେଶ୍ୱରରେ 11 ଡିଗ୍ରୀ, ଢେଙ୍କାନାଳରେ 11 ଡିଗ୍ରୀ, ସମ୍ବଲପୁରରେ 11 ଡିଗ୍ରୀ, ବଲାଙ୍ଗୀରରେ 11 ଡିଗ୍ରୀ, ଦେବଗଡ଼ରେ 12 ଡିଗ୍ରୀ, ବରଗଡ଼ରେ 12 ଡିଗ୍ରୀ, ଯାଜପୁରରେ 12 ଡିଗ୍ରୀ, ଭଦ୍ରକରେ 12 ଡିଗ୍ରୀ, କେନ୍ଦ୍ରାପଡ଼ାରେ 12 ଡିଗ୍ରୀ, ଜଗତସିଂହପୁରରେ 12 ଡିଗ୍ରୀ, ଖୋର୍ଦ୍ଧାରେ 12 ଡିଗ୍ରୀ, ରାୟଗଡ଼ାରେ 12 ଡିଗ୍ରୀ, ନୂଆପଡ଼ାରେ 12 ଡିଗ୍ରୀ ରହିଥିବା ବେଳେ ଆଜି ରାଜ୍ୟରେ ପ୍ରବଳ ଘନ କୁହୁଡ଼ି ପାଇଁ 14ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ, ଗଜପତି ରହିଥିବା ବେଳେ ଆଜି ଅତି ଭୀଷଣ କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା 3ଟି ଜିଲ୍ଲାଗୁଡ଼ିକ ହେଉଛି କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ। ଏହିସବୁ ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ କୁହୁଡ଼ି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହା ସହିତ ଏହିପରି ଘନ କୁହୁଡ଼ି 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଜାନୁଆରୀ ମାସରେ ପୁଣି ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।